ହ୍ୟାଲୋ ଏଠି ମୁଁ ସୁସ୍ଥ ରହିବା ପାଇଁ ନା ସକାଳୁ ଯୋଗ ସ୍ନାନ କରୁଥିଲି। ଆଉ ଯେହେତୁ ମୋତେ ଥଣ୍ଡା ବି ଛାଡ଼ୁନି ତ ମୁଁ ଦେଖିଥିଲି ଗୋଟେ ଭିଡ଼ିଓରେ ଯୋଗ କଲେ ହିଁ ଥଣ୍ଡା ଛାଡ଼ି ଯାଉଛି। ତ ତାପରେ କିଛି କଟା ପରିବାପତ୍ର ଚୋପା ନେଇକି ମୁଁ ମଲ୍ଲି ଗଛ ମୂଳେ ଦେଉଥିଲି। ଯେହେତୁ ଉପର ଘର କାମ ଚାଲିଥିଲା ତ ସେ ଗଛ ସାରା ସବୁ ସିମେଣ୍ଟ ପାଣି ପଡ଼ିଛି। ଆଉ ଏବେ ଗୋଟେ ଜିନିଷ ଦେଖନ୍ତୁ, ଆମର ପୂଜା ହେଉନି ବୋଲିକିନା ପ୍ରଚୁର ଫୁଲ ଫୁଟୁଛି। ଏଇ ସମୟରେ ଆମର ପୂଜା ନ ହେଉଥିବ ସେଇ ସମୟରେ ଦେଖିବେ ବାରିଘରେ ପ୍ରଚୁର ଫୁଲ ଫୁଟିଥାଏ। ଆଉ ସେ ଫୁଲ କିଛି କାମରେ ଲାଗେନି। ତାପରେ ମୋ ମୁଣ୍ଡରେ ଯେତେ ତେଲ ମାରେନି ମୋ ଚୁଟି ପୁରାପୁରି ଖରାପ ହେଇଗଲାଣି। ତା ଦେହରେ ପୁଣି ଏଇ ଯେଉଁ କଟା ହେଇଛି ମୋତେ ଭାରି ହସ ଲାଗୁଛି ଦେଖିକିନା। ତାପରେ ଆସିଥିଲି ବୋଉଙ୍କ ପାଇଁ ନା ରୁଟି ତିଆରି କରୁଥିଲି। ବୋଉଙ୍କୁ ଆମର ପ୍ରଚୁର ଥଣ୍ଡା ହେଇଯାଇଛି। ମୋତେ ଟିକେ ଥଣ୍ଡା କମୁ କମୁ ବୋଉଙ୍କ ଥଣ୍ଡା ଆରମ୍ଭ ହେଇଯାଇଛି। ମାନେ ଆମ ମାଆ ଝିଅଙ୍କୁ ପୁରା ଏକା ସାଙ୍ଗରେ ଥଣ୍ଡା ଜ୍ୱର ହେଇଛି। ଏଇଟା ମୋ ଟଫି ପାଇଁ ଏଇନା କରିଛି ଗୋଟେ ଛୋଟ ମାନେ ରୁଟିଟେ। ତାକୁ ଦେବା ପାଇଁ ଆଣିଲା ବେଳକୁ ସିଏ ମୁହଁ ବୁଲେଇକି ପଳେଇ ଯାଉଛି। କାହିଁକିନା ସେ ସକାଳ ଟାଇମ୍ ତ କିଛି ଖାଏନି ନା, ତ ସେଥିପାଇଁ ତାକୁ ଏ ରୁଟି ପସନ୍ଦ ହେଲାନି। ତ ଏଠି ମୁଁ ଖାଉଥିଲି ରୁଟି ସହିତ ଗୋଟେ ମାନେ ଅମୃତଭଣ୍ଡା ଆଉ ଗାଜର ଆଳୁ ପଡ଼ିକି ସନ୍ତୁଳା କରିଥିଲି, ସେଇଟାକୁ ଖାଉଛି। ଆଉ ଏବେ ଯେହେତୁ କିଛି ଖିଆପିଆ ଅଧିକା କିଛି ହେଉନି ମାନେ ଅଣସୁଧିଆ ସକାଶେ, ତ ଯାହା ଯେତେବେଳେ ମିଳୁଛି ଠାକୁରଙ୍କୁ ଡାକି ଚଳେଇ ଦେଉଛି ଆଉ। ଏଇଠି ଆମର ବାପା ଆମର ପ୍ରାୟ କେତେବେଳେ କୋବିର ଗଛ ସହିତ ହାଟରୁ ଟେକି ନେଇ ପଳେଇ ଯାଇଛନ୍ତି। ପଚାରିଲା ବେଳକୁ କହୁଛନ୍ତି ପଇସା ଦେଇଛି ମାନେ ପତ୍ର ଯାକ ଛାଡ଼ିବେ ନା, ପତ୍ର ଯାକ ବି ସାଙ୍ଗେ ନେଇକିନା ଆସିବି। ଇଏ କି କଥା। ଏପଟେ ମୁଁ କହିଥିଲି ଆଣିବା ପାଇଁ ନା ପାଳଙ୍ଗ ଶାଗ, ଯେହେତୁ ପାଳଙ୍ଗର ଏବେ ସିଜିନ୍ ଆସିଲାଣି ନା, ସେଥିପାଇଁ ନା ମୁଁ କହିଥିଲି ଆଣିବା ପାଇଁ। ତ ମୁଁ ଆଜି ଖରାବେଳ ଖାଇବାରେ ଖାଇଥିଲି ଟିକେ ପଖାଳ। ମୋ ପେଟ ପୁରା ଗରମ ରହୁଛି ଯେଉଁଥିପାଇଁ ନା କାଶ ବି ହେଉଛି। ଆଉ ଏଇଟା ମୋର ମାନେ ଗରମ ଭାତରେ ପାଣି ପୁରେଇକି ଖାଇଛି, ଡାଇରେକ୍ଟ ପଖାଳ ଖାଇନି। ତାପରେ ମୋତେ ଏତେ ଜୋରେ ନିଦ ଲାଗୁଥିଲା ଆଉ କାଶ ତ ଷ୍ଟାର୍ଟ ହେଇଗଲା। ମୁଁ କ'ଣ କହିବି, ଶୋଇବି ନା କାଶିବି। ବୋଉଙ୍କୁ ଆସିକି ରୋଷେଇ ଟିକେ ସାହାଯ୍ୟ କରିବା ପାଇଁ ଆସିଥିଲି। ବୋଉ ମୋତେ କହିଲେ ତୁ ତ କାଶ ହେଉଛି, ତୁ କିଛି କରିବା ଦରକାର ନାହିଁ। ତ ତାପରେ ମୁଁ ଟଫିକି ଖାଇବାକୁ ଦେଇକି ଟିକେ ଶୋଇ ପଡ଼ିଥିଲି। ଶୋଇକି ଉଠିଲା ପରେ ବିଶ୍ୱାସ କରିବେନି କି ଶୀତ ଆଉ ପାଗ ପୁରାପୁରି ଆମ ଏପଟେ ଖରାପ। ଟିକେ ଟିକେ ବର୍ଷା ବି ପକାଇଲାଣି। ତ ସେଥିପାଇଁ ମୁଁ ଗୋଟେ କାଢ଼ା ତିଆରି କରିଥିଲି। ଏଇଠି ଗୋଟେ ମିଛ କଥା ମୁଁ କହିଦେଲି। ବର୍ଷା ପାଗ ସିନା ହେଇଛି, ମୋ ତଣ୍ଟିଟା ପୁରା ଡ୍ୟାମେଜ୍ ହେଇଯାଇଛି। ମୋ ତଣ୍ଟିକି ଠିକ୍ କରିବା ପାଇଁ ଏଇ କାଢ଼ାଟା ମୁଁ ତିଆରି କରିଥିଲି। ଆଉ ଏ କାଢ଼ା ବିଶ୍ୱାସ କରିବେନି ମସ୍ତ ଲାଗିଲା ପିଇବା ପାଇଁନା। ମୁଁ ଏଠି ବାପାଙ୍କୁ ଟିକେ ଦେଇଥିଲି, ବୋଉଙ୍କୁ ଟିକେ ଦେଇଥିଲି, ଆଉ ଅବଶିଷ୍ଟ ମୁଁ ପିଇ ଦେଇଥିଲି। ଯିବା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିବେ।